तो फ्रेंड्स बर्तमान सकाल सकाल नुआ ब्लॉग रे आपण मानक फोन धरे स्वागत। तो वीडियो रे टॉपिक कोन होई आपण मानक देखेबी। तो चलो तो वीडियो टे भल लागले लाइक और सब्सक्राइब करिए। तो चलो तो वीडियो को आगो को बढ़े कि नहीं जिबा। तो मुसा तो काली राती रे जनता बसई कि मुसा गोटे पड़ी गला फाइनली गोटे मुसा पड़ी जाई छी। तो चलो तो आगो को जिबा ब्लॉग रे कोन होई देखिबा। तो वर्षा स्टार्ट हो गला। तो वर्षार बंद नहीं कौ बड़े सब बड़े वर्षा ये पानी पड़ सका मैंने राति विजु घड़घड़ी मारुची घूरे 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 विजु मारुची घड़घड़ी मारुची। देखो राति विजु घड़घड़ी मारी अंधार करके आसी। तो विजु घड़घड़ी अंधार करके आसला वर्षा सत कण हो छाड़ू ना झरका एपंदर खाई देखा देखो पवन आसी पड़ा पवन खुलगला पवन हम बर्तमान। फ्रेंड्स देखो वर्षा को भली माने आवाज होची। तो देखो वर्षार माने तांडव राति सारा। तो राति माने आलोक घूरे घूरे मो मोबाइल टा कमती स्विच ऑफ करी बहुत जोर डर लगुला घर भीतर को आलोक कर दूसरा जो या मशा माने वर्षार रही काली राति तांडवटा रही जेहेतु देखो एपर्यंत वर्षा छाड़ी ना। तो वर्षा माने चली बो कौन सुखे मनर नाई रही देखो पॉलिथिन कौन सब रही बहुत तार सुखे मने ना राति तो वर्षा है सब उदा हो। तो फ्रेंड्स बर्तमान आमर जो वर्षा होता तो घर को भांगी जाइए आपण मैंने देखु। तो फ्रेंड्स बर्तमान आमर घर भांगी जाइए जेहेतु वर्षा जोर भी होता घर भांगी जाइए कोई परिस्थिति अच्छी देखो बर्तमान आमर घर। तो घर को भांगी जाइए सब तो माने वर्षा रे अतिरिक्त जोरे वर्षा हबारु हमर घर सब भांगी के कोवली माने देखंतु ता भीतर आसिया पाई मध्ये डर लागुची। तो ता भीतर देखंतु गोटे बॉल लाइन तार सब रही कड़ा है नहीं। तो घर परिस्थिति देखंतु कोवली भाबरे तो ता भीतर बॉल गोटे पड़ी ता भीतर को आनिया पाई डर लगुची। तो जेहेतु मते जीवा को पड़िया से बॉल टा को आनिबा पाई भल बॉल नुआ बॉल लागितला तो जे कड़ा है नहीं बॉल तेणु करके बॉल टी तो चलतु बर्तमान से बॉल टी नहीं के आसबि केमी देखो आपण मानक बॉल है देखिया गुब्बा देखो कंटा सब जो पुता होता लुआ कंटा सब बांस सब काटेनि खा आगर बॉल टा नहीं आसे
ଆଉ ଆମ ଏଇ ନା ବଲ୍ ଗୋଟେ ଏଇଠି ବୋର୍ଡ ଥିଲା ନା ଲାଇନ ବୋର୍ଡ ସେ ବୋର୍ଡ କି ବୋର୍ଡ ଥିଲା ଏଇଟା କଣ ନେଇଯିବା ସେ ଲାଇନ ତାର ଗୁଡାକ ସବୁ ଲାଇନ ତାର ସବୁ କଢାଯିବ ଢେର ପଇସାର ସବୁ ମାନେ ଘରଟା ୱାରିଂ ହେଇଥିଲା ଭାଙ୍ଗିଗଲା ପୁରା ବାଁଶ ଲୁହା କଣ୍ଟା ହେଇଥାଏ ଢେର ପ୍ରକାର ଘର ଭାଙ୍ଗିଲା ପରେ ବି ଢେର ପ୍ରକାର ଜିନିଷ ବି ୟା ଭିତରେ ଅଛି ସବୁ ସେ ସବୁ ଫ୍ରେଣ୍ଡସ୍ କୋଉ ଭଳି ପରିସ୍ଥିତିରେ ମାନେ ତା ଭିତରେ ମତେ ଯିବାକୁ ପଡିଲା ତ ବହୁତ ଡର ବି ଲାଗୁଥିଲା କେତେବେଳେ ବି ପଡି ଯାଇପାରିବ କିଛି ମାଟି ତ ପଡିଯାଇଛି ଉପରେ ଯୋଉ ଗୁଡିଆ ମୁଡିଆ ରହିଛି ସେ ସବୁ ଉପରେ ପଡିଯିବ ବହୁତ ଡର ଲାଗୁଥିଲା ଏଇ ବାଁ ସେଠି ରହିଛି କଳ ଭଲ ଆଉ ଲାଇନ ତାର ସୁଇଚ ବୋର୍ଡ ସବୁ କିଛି ରହିଛି ଏଠି ତ ଦେଖନ୍ତୁ କୋଉ ଭଳିଆ ପରିସ୍ଥିତିରେ ଆମର ଘର ସବୁ ଭାଙ୍ଗି ଯାଇଛି ଆଜି ତ ଏତିକି ଲୁହା କଣ୍ଟା ପଡିଥିଲା ଆଉ ଖୁଣ୍ଟି ଆଣିନି ତ ବଲ୍ ଗୋଟେ ମାନେ ହୋଲଡର ଲାଗିଥିଲା ଯୋଉ ଘର ଭିତରେ ବଲ୍ ତା ଭିତରେ ସବୁ ଛିଟିକି ପଡିଥିଲା ଯୋଉ କାନ୍ଥଟା ଗଡି ପଇଲା ଛିଟିକି ପଡିଲା ତାକୁ ନେଇ ଆସିନି ଆଉ ବାକି ଯାହା ରହିଲା ସେ ସବୁ ମାନେ ବର୍ଷା ପରେ କଢାଯିବ ତ କୋଉଭଳି ଦେଖନ୍ତୁ ଆମର ଘର ପରିସ୍ଥିତି ଫ୍ରେଣ୍ଡସ୍ ଦେଖନ୍ତୁ ଏଇ ଯୋଉ ଆମର ଘର ଯୋଉ କାନ୍ଥ ଗୋଟିଏ ସାଇଡ ର ରହିଛି କାନ୍ଥ ତ ଠେକରା ଦିଆଯାଇଛି ଯେହେତୁ ଏ ପାଖରେ ଚୁଲି ରହିଛି ତ ଡର ଲାଗୁଛି ପଡିଯିବା ପାଇଁ କାନ୍ଥ କେତେବେଳେ ବି ପଡିପାରେ ଦେଢ ହେଇକି ରହିଛି ତ ତେଣୁ କରିକି ବାଁସ ଠେକରା ଦିଆଯାଇଛି ତାର କଣ ହବ ଭଗବାନ ହାତର କଥା ତ କହି ହବନି କଣ ହବ ତ ବହୁତ ଡର ଡରିକି ମଧ୍ୟ ଆମେ ରହୁଛୁ ତ ଏପାଖ ସାଇଡ ରେ ଆମର ଦେଖନ୍ତୁ ଚୁଲିରେ ଭାତ ବସିଛି ତ ଭାତ ହେଇସାରିଲାଣି ବର୍ତ୍ତମାନ ଗାଳି ନେବା ଚାଲନ୍ତୁ ବର୍ତ୍ତମାନ ଆମ ଛାତ ଉପରକୁ ପଳେଇ ଆସିଲି ତ ଛାତ ଉପରେ ମୁଁ ଆପଣ ମାନଙ୍କୁ ଦେଖଉଛି କୋଉଭଳି ଭାବରେ ପରିସ୍ଥିତି ଆମର ଘରଟା ଦେଖନ୍ତୁ ବର୍ଷା ମଧ୍ୟ ପକେଇଲାଣି ଦେଖନ୍ତୁ ପୁଣି ବର୍ଷା ଆସିଲାଣି ତ କୋଉଭଳି ଭାବରେ ବର୍ଷା ଆସିଲାଣି ମଧ୍ୟ ଠୋପା ଠୋପା ପକେଇ ଚାଲିଛି ତ ଦେଖନ୍ତୁ ଏଇ ଯୋଉ ମାନେ ରହିଛି ଆମର ଘର ତଳେ ମୁଁ ଦେଖେଇଲି ଆପଣ ମାନଙ୍କୁ ଘର ତ ଭଙ୍ଗା ସରିଯାଇଛି ଆଉ ଏଇ ଘରେ ହିଁ ଆମେ ରହୁଥିଲୁ ଖାଉଥିଲୁ ପିଉଥିଲୁ ସବୁ କିିଛି କରୁଥିଲୁ ଏଇ ଘରେ ଯେତିକି ବନ୍ଧୁବାନ୍ଧବ ଆସିଥିଲେ ଏଇ ଘରେ ହିଁ ଆମେ ରହୁଥିଲୁ ତ ବର୍ତ୍ତମାନ ଯୋଉ ଘରଟା ସେପଟ ସାଇଟ ଦେଖନ୍ତୁ ସେପଟ ସାଇଡ ପୁରା ଶୋଇ ଯାଇଛି ଆଉ ଏପଟ ସାଇଡ ଟା ପୁରା ଠିଆ ହେଇଛି ତ ଯେହେତୁ ଏପଟର ଆଜବେଷ୍ଟ ରହିଛି ଆଜବେଷ୍ଟର ଭର ଦେଇକି ଗୋଟେ କାନ୍ଥ ସପୋର୍ଟ ନେଇକି ରହିଛି ତ ଯେହେତୁ ଆମେ ଏଠି ରୋଷେଇ କରୁଛୁ ଆଜବେଷ୍ଟ ତଳେ ତ କେତେବେଳେ ବି ମାନେ ପେଲି ଅଧେ ତ ପେଲି ଯାଇଛି ଠେକରା ଦିଆଯାଇଛି ଆପଣ ମାନ ମୁଁ ଦେଖେଇଲି ତଳେ ତ ପେଲି ଯାଇଛି ତ ଆଜି ଆପଣ ମାନଙ୍କୁ ମୁଁ ଦେଖଉଛି ବହୁତ ଜୋରରେ ବର୍ଷା ମଧ୍ୟ ହେଇଥିଲା ଯେହେତୁ ସେଇଥିପାଇଁ ଆମର ଘରଟି ଭାଙ୍ଗିଗଲା ନଡା ଛପର ଘର ଆମେ ରହୁଥିଲୁ ବହୁତ ଦିନରୁ ଆଉ ଏଇ ଘରେ ହିଁ ମୁଁ ବଢିଛି ତ ଖାଇଛି ପିଇଛି ବସିଛି ଖେଳିଛି ବୁଲିଛି ସବୁ କିଛି ହିଁ କରିଛି ତ ଯେହେତୁ ଆଜି ଏଇ ଘର ହିଁ ଭାଙ୍ଗିଗଲା ଆଉ ବାପା ବନେଇଥିଲେ ଏ ଘରଟି ତ ଦେଖନ୍ତୁ ଏଠି କୋଉଭଳି ପରିସ୍ଥିତି ରହିଛି ସେଠି ତ ସେ ଯୋଉ ଡୁଙ୍ଗି ଦିଆ ହେଇଥିଲା ସେ ଡୁଙ୍ଗି ଉପରକୁ ଉଠି ଯାଇଛି ସେପଟକୁ ଘର ଟା ପଳେଇଛି ଭର ଦେଇକି ତ ଏପଟରେ ଆମର ଆଉ ପଟେ କାନ୍ଥ ରହିଛି ସେପଟ ଭର ଦେଇକି ସେଇଥିପାଇଁ ଏ ଚାଳ ଟା ରହିଛି ମାନେ ହାଇଟ୍ ହେଇକି ସେ ପଡିଗଲେ ଚାଳଟା ପୁଣି ଶୋଇଯିବ ତ ଯେହେତୁ ଆମେ ଏଇପଟେ ହିଁ ରହୁଥିଲୁ ଦେଖନ୍ତୁ ଯେହେତୁ ଆମେ ଏଇ ଘରେ ହିଁ ରହୁଥିଲୁ ସେତିକି ବନ୍ଧୁବାନ୍ଧବ ସବୁ ଆସୁଥିଲେ ଏଇ ଘରେ ହିଁ ଆମେ ରହୁଥିଲୁ ରୋଷେଇ କରୁଥିଲୁ ଖାଉଥିଲୁ ପିଉଥିଲୁ ବସୁଥିଲୁ ଉଠୁଥିଲୁ ଆଉ ସବୁ କିଛି ମୁଁ ଏଇ ଘରେ ହିଁ ଆମେ
କରୁ। ତ ଚାଲନ୍ତୁ ବର୍ତ୍ତମାନ ଯେହେତୁ ଆଖି ଆଗରେ ଏଇ ଘରଟି ଭାଙ୍ଗିଗଲା, ବହୁତ ବଡ଼ ଦୁଃଖର କଥା। ତ ବହୁତ ବଡ଼ ଦୁଃଖର କଥା, ଘରଟି ଭାଙ୍ଗିଗଲା। ଯେହେତୁ ଛୋଟ ପଡ଼ିଆଟି ଆମେ ବନେଇ ନେଇଥିଲୁ ତା ପୂର୍ବରେ, ତ ସେଇଠି ହିଁ ଆମେ ରହୁଛୁ। ତ ବର୍ତ୍ତମାନ ଘରଟି ଭାଙ୍ଗିଗଲା, ଆମେ କିଛି ବି ହେଇପାରିଥାନ୍ତା, କେତେବେଳେ ବି କହି ହେଇଥାନ୍ତା ଯେ ବର୍ତ୍ତମାନ ଠାକୁରଙ୍କ ହାତର କଥା। ସେ ଠାକୁର ସବୁ କିଛି ସମସ୍ତଙ୍କର ସବୁ ଦେଖାଶୁଣା କରୁଛନ୍ତି। ସେ ହିଁ ବଡ଼ ଲୋକ, ଆଉ ସେ ଆମର ବି ଦେଖାଶୁଣା କରିଛନ୍ତି। ଠାକୁରଙ୍କୁ ଏତିକି ମୋର କୋଟି କୋଟି ପ୍ରଣାମ। ପ୍ରଭୁ ଜଗନ୍ନାଥଙ୍କୁ, ପ୍ରଭୁ ନାରାୟଣଙ୍କୁ। ତ ଚାଲନ୍ତୁ, ବର୍ତ୍ତମାନ ବର୍ଷା ପକେଇଲାଣି, ଆଉ ଏଇ ବ୍ଲଗରେ ଆପଣଙ୍କୁ ଭିଡ଼ିଓରେ କିଛି ତ୍ରୁଟି ଥିଲେ କ୍ଷମା କରିଦେବେ। ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ସବସ୍କ୍ରାଇବ୍ କରିବେ। ଆପଣମାନେ ସପୋର୍ଟ କଲେ ହିଁ ଆମେ ଆଗକୁ ଯାଇପାରିବୁ। ଆପଣମାନେ ଭଲ ପାଇବା ଦେଲେ ହିଁ ଆମେ ଆଗକୁ ଯାଇପାରିବୁ। ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଇଁ ଆମେ ନେଇ ଆସିବୁ। ତ ଚାଲନ୍ତୁ ଭିଡ଼ିଓରେ ଆଜି ଆପଣମାନଙ୍କ ପାଇଁ ଗୋଟେ ନୂଆ ବ୍ଲଗ ନେଇ ଆସିଲି। ତ ଚାଲନ୍ତୁ ବ୍ଲଗରେ ମୁଁ ଦେଖେଇଲି କୋଉ ଭଳି ଆମର ଘର ମାନେ ଭାଙ୍ଗିଗଲା, ମାନେ ଅତିରିକ୍ତ ବର୍ଷା ହବା ସକାଶେ। ତ ଆପଣମାନଙ୍କୁ ମୁଁ ଦେଖେଇଲି ଘରଟି। ହାଇ ଫ୍ରେଣ୍ଡସ୍, ନମସ୍କାର, ୱେଲକମ୍ ଟୁ ବ୍ୟାକ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ମୁଁ ସିଲୁ ଆପଣମାନଙ୍କ ପାଖକୁ ନେଇ ଆସିଛି ଆଜିର ଗୋଟେ ନୂଆ ଭିଡ଼ିଓ। ଭିଡ଼ିଓଟି ଭଲ ଲାଗୁଥିଲେ ଚ୍ୟାନେଲକୁ ଗୋଟେ ଲାଇକ୍ ଏବଂ ସେୟାର କରିବେ। ତ ଚାଲନ୍ତୁ ସବସ୍କ୍ରାଇବ୍ ମଧ୍ୟ ଗୋଟେ କରିବେ। ତ ଆଗକୁ ଜାରି ରଖିବି ଭିଡ଼ିଓ ବ୍ଲଗରେ କ'ଣ ରହିଛି, ନୂଆ ଟପିକ୍ ନେଇ ଆସିଛି ଆପଣମାନଙ୍କ ପାଖକୁ। ତ ଚାଲନ୍ତୁ ଡେରି ନ କରି ଷ୍ଟାର୍ଟ କରିଦେବା ଆଜିର ନୂଆ ଭିଡ଼ିଓ। ତ ଚାଲନ୍ତୁ। ରାତିରେ ଭାତ ଖାଉଛୁ ନା? ବର୍ତ୍ତମାନ ଆମର ବାପାଙ୍କର ଯୋଉ ମାଉସୀ, ଆଉ ସେ ଆସିଛନ୍ତି ଆମ ଘରକୁ। ତ ବାପାଙ୍କର ଅସୁବିଧା ହବା ସକାଶେ ସେ ମାନେ ଡେଥ୍ ହେଇଗଲେ। ତ ବାପା ମାନେ ତାଙ୍କର ମାଉସୀ ଶାଶୁ ଆସିଛନ୍ତି, ମୋର ଜେଜେମା ହେବେ। ତ ଚାଲନ୍ତୁ ବର୍ତ୍ତମାନ ସେ ଆସିଛନ୍ତି ଯେହେତୁ ତାଙ୍କର ଟିକେ ଖାଇବା ପିଇବା କଥା ଆଜି ଟିକେ ବୁଝିବା। ତ ଚାଲନ୍ତୁ ବର୍ତ୍ତମାନ କ'ଣ ରୋଷେଇ କରିବା, ଆଉ ଚାଲନ୍ତୁ ଆଗକୁ ଯିବା ବ୍ଲଗରେ। କିଲା ଶୋଇଥିଲୁ ଉଠି ପଡିଲା ଭାଇ ଦେଖୁଛୁ ନା କଣ କଣ ଖାଉ କଣ ଦେଖିଆ? ଭେଣ୍ଡି ଖଟା ପାଣି ଆମ୍ବୁଲ ଖଣ୍ଡେ ପକେଇଦେଲେ ଖାଇବୁ। ଟମାଟୋ ଖାଇବୁ ନା ଗାଜର କଣ ଖାଇବୁ? ଆଉ ଯୋଉ ତୋର କଣ କଣ ସବୁ ଖାଇବା ଜିନିଷ ଭଲ? ଡେଲି କଣ ଖାଇବା ଖାଉ? ଡାଲିଟା ଭଲ ଜିନିଷ ଖାଇବା ସକାଳୁ ଚା କରିକି ଖାଉ। ରାତି 5ଟାରୁ ଉଠିବ, ରାତି 5ଟାରୁ ଉଠୁନା? ତୁ ରାତି 5ଟାରୁ ଉଠୁଛୁ ବା ଡେଲି? ହେଇଯିବ ବାବା। ଦେଖନ୍ତୁ ସାଙ୍ଗମାନେ 3:30ରୁ ଇଏ ମାନେ ଏତିକି କାମ କରିକି ଗାଧୁ, ଗାଧେଇକି ସବୁ ନିଜେ କରୁ। ତ ବୋଉ ତୋର ଚାରିଟା ବୋଉ ତ ଏକୁଟିଆ କରୁ। ନଗର କରିଦେଇଛୁ ଆଉ।
बुढ़ा भत्ता पे दिया है बुढ़ा भत्ता पे दिए हैं किले भत्ता पे कौन करती बुढ़ा हेलानी तो बेसी खर्च बुढ़ी बुढ़ा अच्छी किंतु भत्ता पैसा पाऊँ बुढ़ी की दौने कौन कौन कहूँ सेठी तुम केते 3000 ना 1000 3000 दौना ये 3000 पाऊ ना तू 1000 टका दे तू जा पड़ा तोर केते खर्च करी कि कई विदा कर घर पाखे आनी ये आसुनी पंचायत तू काम कर खाई पी भल सुस्थ हो 20 वर्ष खंड पेली जी आउ 20 वर्ष पेली खाया पिया ठीक कने ठीक एटी करू तो आउ 20 वर्ष पेली जी सेटा तो कहीं कोई परिनी के कोन जन्म हो के केन आलू कटा सरीला भेंडी आलू आ कौन हम भेंडी झोल कर टमाटो देकी आ भेंडी गोटा भी भजा से कौन बाटण फुटण हम तो फ्रेंड्स वर्तमान आम रोसे करवा चलतु भेंडी माने संतुली नवा वो जो काटी देला भेंडी तो माने काटी संतुली दवा संतुली देले भल लगे लुण हलदी पकई दवा पिंपुड़ी लगे ना कौन तो चलतु वर्तमान बो कौन कर देखा चलत तो बसबी ना जीवु शुई पड़ वर्षा तो आसला आ वर्षा पकड़ा एपट जो घासटा बछा पुणी उठी गलानी उपाड़ी पोड़ी देने भल हम तो फ्रेंड्स वर्तमान बो को बाटण बाटुच देखो तो कौ भाव में देखो मुझे तले जो कही तो फ्रेंड्स वर्तमान देखो परिस्थिति वर्तमान तो जटिल अच्छी तो कौ भाव में आम घर टी भांगी जाइए तो ये जो गैस रुए आमर आईटी गैस रुए रोसे करू सब रोसे करती तो ये जो पिंडा रही देखो पिंडार आम खाऊलु पीऊलु बसुलु तो सब किसी घर ही पिंडार करूँ ये घर ही रोलु देखो ये गोटे कबाट रही जेहेतु वर्षा सकाश बहुत जरी ढाकुर देती एपट सैड गोटे कबाट रही 3टा घर था आम एपट सैड्रे आठी देखो गोटे कबाट रही छोट कबाट ये घर ही मो बापा रोते बापा यही घर ही रोते तो एपट सैड्रे गोटे जावासा गोटे कबाट कराई जेहेतु मटी पड़ जाए छाड़ी देवा पड़ो
ତ ଯେହେତୁ ଆମର ଘରଟି ଭାଙ୍ଗି ଯାଇଛି ତାକୁ କଣ ହବ ଦେଖାଯିବ। ତ ଫ୍ରେଣ୍ଡସ୍ ବର୍ତ୍ତମାନ ଦେଖନ୍ତୁ ଏଇ ଯୋଉ ସାଇଡରେ ରହିଛି ଆମର ଦେଖନ୍ତୁ ଏଠି ଆମର ଡର ଲାଗୁଛି। ତ ଏଇପଟେ କେତେ ସୁନ୍ଦର ଦେଢ ଯାଇଛି ଦେଖନ୍ତୁ। ତ ଏଇ ପାଖରେ ଆମର ଦେଢ ଯାଇଛି ତ ଦେଖନ୍ତୁ ଏପଟର ଗୋଟେ ଭୁଆ ବିଲେଇ ଆସିଛି ଦେଖନ୍ତୁ। ତ ଏପଟ ସାଇଡରେ ଦେଖନ୍ତୁ କୋଉଭଳି ଭାବରେ ଆମର କବାଟକୁ ଦେଢେଇ ଦେଇଛି। ଏପଟ ସାଇଡରେ ଯୋଉ କାନ୍ଥଟି ରହିଛି ଏ କାନ୍ଥର ଭର ରହିଛି ଆଜବେଷ୍ଟ ରହିଛି। ଆଉ ଇଏ ଖୁଣ୍ଟ ଦେଖନ୍ତୁ କୋଉଭଳି ଭାବରେ ଦେଢେଇ ଯାଇଛି। ତା ମୂଳ ଦେଖେଇ ଦଉଛି ଆପଣ ମାନଙ୍କୁ କୋଉଭଳି ଦେଢେଇ ଯାଇଛି। ତ ଏପଟ ସାଇଡରେ ଆମର ସବୁ ଦେଢ ହେଇଛି। ତ ଏପଟରେ ଡର ଲାଗୁଛି ଆମର ରୋଷେଇ କରିବାକୁ। ଦେଖନ୍ତୁ ଏପଟର ଚୁଲି ରହିଛି ଯେ ରୋଷେଇ କରିବାକୁ ଡର ଲାଗୁଛି। ତ ଯେହେତୁ ଦେଢ ଯାଇଛି ଡର ଡର ବି ଲାଗୁଛି। ମାନେ କେତେବେଳେ ବି କାନ୍ଥ ପଡିପାରିବ ସେଟା କହିହବନି। ଠାକୁରଙ୍କ ହାତରେ ରହିଛି ସବୁ କିଛି। ତ ଦେଖନ୍ତୁ ଆମର ଘରର ସିନେରୀ। ହଉ ପୁରା ଦିନ ଶ୍ରାବଣ ମାସ ପଇସା ମାସ ଆଣେ ପାଠ ପଢୁଥିଲା ଏଇଠି ପାଠ କିଛି ପଢୁଛି ନା ସେଇଥିପାଇଁ ଜାଣିପାରୁନି ମାସ। ହେଲେ ତୋ ବାପ ମାଷ୍ଟର ଥିଲା ତୁ ତତେ ପାଠ ପଢେଇନି ନେଲେ ଆଉ ଶ୍ରାବଣ ମାସ କହୁଛୁ ବୈଶାଖ ମାସ ମନ୍ଦ ରହୁନି ନା ମନେ ରହୁନି। ତା ବାପ ମାଷ୍ଟର ଥିଲା। ତ ଫ୍ରେଣ୍ଡସ୍ ବର୍ତ୍ତମାନ ଆମର ତ ଚାଲନ୍ତୁ ଦେଖିବା ମୁଁ ଗ୍ୟାସ ତ ମାନେ କମେଇ ଦେଇଛି। ଡେରି ଲାଗିବ ହବା ପାଇଁ। ତ ଚାଲନ୍ତୁ ବର୍ତ୍ତମାନ ଆମେ ଗୋଟେ ଟମାଟୋ ଦେଇଦବା। ତ ଫ୍ରେଣ୍ଡସ୍ ଫାଇନାଲି ଆମେ ଭିଡିଓଟିକୁ ଏଇଠି ରଖିଦଉଛୁ। ତ ପୁଣି ଦେଖା ହବ ନେକ୍ସଟ ଭିଡିଓରେ। ଭିଡିଓରେ କିଛି ତ୍ରୁଟି ଥିଲେ କ୍ଷମା କରିଦେବେ। ତ ଚାଲନ୍ତୁ ପୁଣି ଦେଖା ହବ ନେକ୍ସଟ ଭିଡିଓରେ। ରହିଲି ଟାଟା ବାଏ ବାଏ ବାଏ।